যে নরকর বল মଣ୍ଡলীକୁ পরাজয় କରିପାରିବ ନାହିଁ। ହାଲେଲୁୟା। କିଏ ପରାଜୟ ମାନେ ଏ 4-5 ଜଣ ଚଣ୍ଡାଳ ନେତାମାନଙ୍କ କଥା ପଡି ନାହିଁ, ନରକର ବଳ ଆସିଲେ ମଧ୍ୟ ମଣ୍ଡଳୀକୁ ପରାଜୟ କରିପାରିବ ନାହିଁ। ଆଉ ଏଇ ଜଗତରେ ଯଦି ପ୍ରଭୁଙ୍କର କିଛି ଅଛି ବୋଲେ ମଣ୍ଡଳୀ ଏକା ଅଛି, ଆଉ କିଛି ନାହିଁ। ପ୍ରଭୁ ଯୀଶୁ ମଣ୍ଡଳୀ ପାଇଁ ପ୍ରାଣ ଦେଇଛନ୍ତି। ସେ ମଣ୍ଡଳୀର ମସ୍ତକ, ମଣ୍ଡଳୀ ହେଉଛି ତାଙ୍କର ରକ୍ତରେ କୃତ ସମ୍ପତ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ମଣ୍ଡଳୀକୁ ନେବା ପାଇଁ ଆସିଛନ୍ତି। ହାଲେଲୁୟା। ଆପଣ ଦେଖିବେ ଏଫେସୀୟ ତାର 5 ପର୍ବ 27 ପଦରେ ଲେଖାଯାଉଛି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷ ରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ଏମିତି ଗୋଟେ ମଣ୍ଡଳୀକୁ ପ୍ରଭୁ ଯୀଶୁ ନେବା ପାଇଁ ଆସୁଛନ୍ତି। ମୁଁ ଜାଣେ ନା ପ୍ରିୟ ଭାଇ ଭଉଣୀ ମାନେ, ଏ 50 ବର୍ଷରେ ମଣ୍ଡଳୀ କେତେ ଆଗକୁ ଯାଇଛି କି ପଛକୁ ଯାଇଛି। ଆମେ ଦେଖୁଥିଲୁ ଅନେକ ଆମର ବରିଷ୍ଠ ବରେଣ୍ୟ ସେବକ ମାନଙ୍କୁ, ଦାସ ମାନଙ୍କୁ ଦେଖୁଥିଲୁ, ସେମାନେ ଆସିଥିଲେ, ଷ୍ଟେଜକୁ ଡକା ଯାଇଥିଲା। ମୁଁ ଭାବୁଥିଲି ମା ମାନଙ୍କୁ ବି ଡାକିବେ ପରା ବୋଲିକି। ନିଶ୍ଚିତ ଭାବରେ ମା ମାନେ ବି ଥିବେ, ଆଉ ସେମାନଙ୍କୁ ମଧ୍ୟ ଯଦି ସନ୍ଧ୍ୟାରେ ସମ୍ମାନିତ କରାଯାଇ ପାରିବ ଭଲ ଥିବ, ସତ ନା ନାହିଁ? ଖାଲି ବାପା ମାନଙ୍କୁ, ବାପା ମାନେ ଷ୍ଟେଜରେ ବସିଛନ୍ତି ତ ବାପା ମାନଙ୍କୁ ଡାକିଲେ, ମା ମାନଙ୍କୁ, ଭଉଣୀ ମାନେ ଆପଣ ମାନେ ବି ଧରିକି ଆସନ୍ତୁ ହେଲା। ସେମାନଙ୍କୁ ଗୋଟେ ଗାମୁଛା ଦେବା ଦରକାର, ଦିଆଯିବ, ନିଶ୍ଚିତ ଭାବରେ ଦିଆଯିବ। ମୁଁ ଦେବି ନାହିଁ, କମିଟି ଅଛି ଦେବେ ହେଲା। ତ ନିଶ୍ଚିତ ଭାବରେ ସେମାନେ ବି ସମ୍ମାନ ପାଇବାର ଯୋଗ୍ୟ ଅଟନ୍ତି। କେତେ ଘାତ ପ୍ରତିଘାତ ମଧ୍ୟରେ ଆସିଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣ ମାନଙ୍କୁ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ କହିବା ପାଇଁ ଚାହେଁ। ଆଜି ଆମେ ଏଠି ବସିଛୁ ଏହି ସ୍ୱର୍ଣ୍ଣ ଦିବସଟିକୁ ପାଳନ କରିବା ପାଇଁ, ଏ 50ତମ ଦିବସଟିକୁ ପାଳନ କରିବା ପାଇଁ, ବର୍ଷକୁ ପାଳନ କରିବା ପାଇଁ 50 ବର୍ଷ ଗୋଟେ ମଣ୍ଡଳୀ ଅତିକ୍ରମ କରି ଆସିଛି। ବାସ୍ତବରେ ଏଇଟା ଗୋଟେ ସୌଭାଗ୍ୟର ସମୟ, ଆମ ପାଇଁ ଗୋଟେ ସୌଭାଗ୍ୟ ଆଉ ଗୌରବମୟ ସମୟ ଯେ ଆମେ ଏଇ ମୁହୂର୍ତ୍ତର ସାକ୍ଷୀ ଅଟୁ। ଆଉ ପ୍ରଭୁଙ୍କ ଦାସ ଭାବରେ ମତେ ମଧ୍ୟ ବାକ୍ୟ ପରିଚର୍ଯା କରିବା ପାଇଁ ସୁଯୋଗ ଦିଆଯାଇଛି। ଆଉ ମଞ୍ଚରେ ବସିଥିବା ପ୍ରଭୁଙ୍କ ଦାସ ମାନଙ୍କ କତିରେ ମୁଁ ଧନ୍ୟବାଦୀ। ପ୍ରଭୁ ସେମାନଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ବାସ୍ତବରେ ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀ ଈଶ୍ୱରଙ୍କର ସମ୍ପତ୍ତି ଅଟେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ବହୁମୂଲ୍ୟ ରକ୍ତରେ କିଣିଛନ୍ତି। ଆଉ ଯୋଉଦିନ ମଣ୍ଡଳୀ ସ୍ଥାପିତ ହେଲା, ମଣ୍ଡଳୀ ଘୋଷଣା କରାଗଲା, ସେଇଦିନ ଗୋଟେ କଥା କୁହାଯାଇଥିଲା, ସେଇଟା ପ୍ରାୟତଃ ଆମେ ବେଳେ ବେଳେ କହିନଥାଉ। ପ୍ରେରିତ ତାର 2 ପର୍ବ 40 ପଦରେ ମଣ୍ଡଳୀ ଯେତେବେଳେ ଘୋଷଣା କରାଗଲା, ଅଫିସିଆଲି ତାକୁ ମଣ୍ଡଳୀ ବୋଲି ଡିକ୍ଲେୟାର କରାଗଲା, ସେଇଦିନ ଗୋଟେ ମେସେଜଟା ଦେଇଥିଲେ, ପିତର ଦେଇଥିଲେ। କୋଉ ପିତର? ଗୋଟେ ଭୟାଳୁ ପିତର, ଗୋଟେ ଡରୁଆ ପିତର, ଗୋଟେ ସାମାନ୍ୟ ସ୍ତ୍ରୀ ଲୋକ ପାଖରେ ଡରି ଯାଇଥିଲେ। କିନ୍ତୁ ଯେତେବେଳେ ପବିତ୍ର ଆତ୍ମା ଆସିଗଲେ, ଆଉ ସେ କାହାକୁ ବି ଡରୁ ନାହାନ୍ତି। ବାଇବଲ କୁହେ, ମୁଁ ତୁମମାନଙ୍କୁ ଭୀରୁତାର ଆତ୍ମା ଦେଇନାହିଁ। ଆଉ ସେ କଣ କହୁଛନ୍ତି? ନିର୍ଭୀକ ଭାବରେ ମଣ୍ଡଳୀକୁ ଗୋଟେ ସମ୍ବାଦ ଦଉଛନ୍ତି। ଆଉ ସେଇଠୁ ମୁଁ ଆରମ୍ଭ କରିବା ପାଇଁ ଚାହେଁ। ପ୍ରେରିତ ତାର 2 ପର୍ବ 40 ପଦରେ ପୁଣି ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, ଏଇ କୁଟିଳ ବଂଶ ଠାରୁ ଆପଣ ମାନେ ରକ୍ଷା ପ୍ରାପ୍ତ ହୁଅନ୍ତୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀ ଏ ଯୋଉ ଜଗତରେ ଅଛି, ଏ କୁଟିଳ ବଂଶ, ଏ ଜଟିଳ, ଅସାଧୁ ଲୋକମାନଙ୍କଠାରୁ ଦୂର ରହିବା ଦରକାର। ଚର୍ଚ୍ଚ ମାନେ କଣ? ପ୍ରଭୁଙ୍କ ଦାସ କହୁଥିଲେ ଏକ୍ଲେସିଆ। ଏକ୍ଲେସିଆ ମାନେ କଣ? ଏକ୍ଲେସିଆର ଅର୍ଥ କଣ? ଯେଉଁମାନେ ଜଗତକୁ ଛାଡ଼ିକି, ପାପପୂର୍ଣ୍ଣ ଜଗତକୁ ଛାଡ଼ି କରିକି, ପିଠି କରିକି ଆସିଛନ୍ତି, ସେମାନଙ୍କୁ ମଣ୍ଡଳୀ ବୋଲି କୁହାଯାଏ। ମଣ୍ଡଳୀ ମାନେ କଣ? called out people, those who are called out from the world, ଯେଉଁମାନେ ଜଗତରୁ ଡକା ଯାଇଛନ୍ତି, ଜଗତରୁ ବାହାରି ଆସିଛନ୍ତି, ଜଗତରୁ ପୃଥକ ହେଇଛନ୍ତି, ସେମାନଙ୍କୁ ମଣ୍ଡଳୀ ବୋଲି କୁହାଯାଏ। କିନ୍ତୁ ଦୁର୍ଭାଗ୍ୟର କଥା କଣ? ଆଜି ମଣ୍ଡଳୀ ଜଗତ ସହିତ ଓତପ୍ରୋତ ଭାବରେ ଜଡ଼ିତ ହେଇଯାଇଛି। ଆମକୁ ମନେ ପଡୁଛି ରବିବାର ଦିନ ସକାଳେ ଆগে ଖ୍ରୀଷ୍ଟିଆନ ବୋଲି, ଶନିବାର ରାତି ଯାଏ ଆମକୁ ମନେ ନଥାଉଛି। ଶନିବାର ରାତିରେ ଖ୍ରୀଷ୍ଟିଆନ ମଦ ଦୋକାନରେ ଥାଉଛି, ଶନିବାର ରାତିରେ ଟିଭି ଦେଖିଥାଉଛି,
ଶନିବାର ରାତିରେ ଆମ ପିଲାମାନେ ନାରେ ନାରେ ଗୀତ ହଉଛନ୍ତି, ଘରେ ଝଗଡ଼ା ଚାଲିତ ହଉଛି, ନାନା ଅସଭ୍ୟ ଆଉ ଏ ଜାଗତିକ କାର୍ଯ୍ୟରେ ଲିପ୍ତ ଥାଉଛୁ, ଆଉ ରବିବାର ଦିନ ସକାଳେ ମନେ ପଡୁଛି ଯେ ମୁଁ ଖ୍ରୀଷ୍ଟିଆନ, ଆମର ଚର୍ଚ୍ଚ ମଧ୍ୟ ଅଛି। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଗୋଟିଏ କ୍ୟାଣ୍ଡେଲ ଦରକାର ଅଛି, ଗୋଟିଏ କ୍ୟାଣ୍ଡେଲ। ଏ ଭିଡ଼ ଭିତରେ ଗୋଟେ କ୍ୟାଣ୍ଡେଲ ଲାଇଟିଂ ଅଛି ବୋଲି ଆମେ ଜାଣୁନଥିଲୁ, ଯଦି ଅନ୍ଧାର ଭିତରେ କ୍ୟାଣ୍ଡେଲ ଟଳିଥାନ୍ତା ତାର ଆଲୋକ ପ୍ରକାଶ ହେଇପାରିଥାନ୍ତା। ଖ୍ରୀଷ୍ଟିଆନ ହଉଛି ସେ କ୍ୟାଣ୍ଡେଲ ଯେ ଜଳିବା ଜଳି 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 ସେ ଆଲୁଅ ଦେଇଥାଏ। ଆଗାମୀ ସମୟରେ ହୁଏତ ଆପଣଙ୍କୁ ମତେ ପ୍ରଚାର କରିବାର ସୁଯୋଗ ମିଳିନପାରେ, କିନ୍ତୁ ଆମର ଜୀବନ ପ୍ରଚାର କରିବାର ଅଛି। ପ୍ରଭୁଙ୍କ ଦାସ ଡିଏଲ ମୋଦି ଗୋଟେ କଥା କୁହନ୍ତି, ପ୍ରିଚ୍ ଦ ଗସ୍ପେଲ, if necessary then only use the word। ସେ କଣ କହୁଛନ୍ତି? ପ୍ରିଚ୍ ଦ ଗସ୍ପେଲ, ସୁସମାଚାର ପ୍ରଚାର କର, ଯଦି ଆବଶ୍ୟକ ହେଲେ ଶବ୍ଦ ବ୍ୟବହାର କର, ମାନେ ବିନା ଶବ୍ଦରେ ମଧ୍ୟ ସୁସମାଚାର ପ୍ରଚାର କରିପାରିବ। ସେଇଟା ହଉଛି ମଣ୍ଡଳୀ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀ ଠିଆ ହେଇଛି ମାନେ କଣ? ଶୈତାନର ଛାତି ଉପରେ ଲଦି ହେଇଥିବା ଗୋଟେ ପଥର। ସେଇଟା କୋଉ ପଥର? ଅଗ୍ରାହ୍ୟ ପଥର, ଯାହାକୁ ଲୋକମାନେ ଅଗ୍ରାହ୍ୟ କଲେ। ମୁଁ ସେଇଠୁ ଆରମ୍ଭ କରିବା ପାଇଁ ଚାହେଁ। ଯେତେବେଳେ ଜେରୁସାଲେମ ମନ୍ଦିର, ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମିତି ହେଇଯାଇଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମରିବା ପୂର୍ବରୁ, ତାଙ୍କ ସେବା କାର୍ଯ୍ୟ ସମାପ୍ତ କରିବା ପୂର୍ବରୁ ଶେଷ ସପ୍ତାହ ସେ ଜେରୁସାଲେମରେ କଟାଉଛନ୍ତି। କାହିଁକି ଜେରୁସାଲେମ କଟାଉଛନ୍ତି? ଯୋଉ ବଳିମେଷ ବଳିକୃତ ହବ ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବା ଦରକାର। ତେଣୁ ପ୍ରଭୁ ଯୀଶୁ ତାଙ୍କ ଶେଷ ସପ୍ତାହ ସେ ଜେରୁସାଲେମରେ କଟେଇଲେ। ତାଙ୍କୁ ବହୁତ ମର୍ଯ୍ୟାଦାର ସହିତ, ଆନନ୍ଦର ସହିତ ଜେରୁସାଲେମକୁ ସ୍ୱାଗତ କରାଯାଉଛି। କିନ୍ତୁ ପରବର୍ତ୍ତୀ ସମୟ କାହିଁକି ସ୍ୱାଗତ କଲେ? ସେମାନେ ଭାବୁଥିଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏବେ କଣ କରିବେ? ରୋମିଓ ସରକାର ଛାଉଣୀକୁ ଯିବେ ଆଉ ତାକୁ ଧ୍ୱଂସ କରିବେ ଆଉ ଆପଣ ରାଜ୍ୟ ପ୍ରତିଷ୍ଠା କରିବେ। এইটা ତାଙ୍କର ଇଣ୍ଟେନସନ ଥିଲା। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେପଟେ ନ ଯାଇ ଜେରୁସାଲେମ ଆଡ଼କୁ ଆସିଲେ, ମନ୍ଦିର ଆଡ଼କୁ ପଶିଲେ, ଦେଖିଲେ ସନ୍ଧ୍ୟା ହେଇଯାଇଥିଲା, ସେ ବାହାରିକି ପଳେଇଲେ। ନେକ୍ସଟ ଦିନ ଆସିଲେ, ଆସିଲା ବେଳେ ବାଟରେ ଡିମ୍ବୁରି ଧରା ପଡ଼ିଲା। ତାଙ୍କୁ ଭୋକ ବି ଲାଗୁଛି, ସେ ଡିମ୍ବୁରି ଗଛ ପାଖକୁ ଗଲେ ଫଳ ମିଳିବ ପରା ବୋଲି ଲେଖାଯାଉଛି। କଣ ଆପଣ ଦେଖିବେ, ମାର୍କ ତାର 11 ପର୍ବ 13 ପଦ ଲେଖାଯାଉଛି, ଆଉ ସେ ଦୂରରୁ ପତ୍ର ଥିବା ଗୋଟେ ଡିମ୍ବୁରି ଗଛ ଦେଖି କେଜାଣେ ସେଥିରେ ଫଳ ପାଇବେ ସେଇ ଆଶାରେ ତା ପାଖକୁ ଗଲେ, କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ। କିନ୍ତୁ ସେତେବେଳେ ଡିମ୍ବୁରି ଫଳର ସମୟ ନଥିଲା। ମୋର ପ୍ରିୟ ଭାଇ ଭଉଣୀ ମାନେ, ସେଇ ସମୟଟା ଯୋଉଟା ଅଭିବ ମାସ ବା ନିଶାନ ମାସର ସେ 14 ତାରିଖ ବା ସେ 11, 12, 13, 14 ତାରିଖ ଗୁଡାକ ଫଳର ସମୟ ନଥିଲା। ଫଳ କେବେ ଆସେ? ମେ ମାସରେ ଫଳ ଆସେ। ଆପଣ ଇସ୍ରାଏଲ ଦେଶ ଯିବେ, ଡିମ୍ବୁରି ଗଛରେ ମେ ମାସରେ ପକ୍କ ଫଳ ଆସେ। କିନ୍ତୁ ଏଇ ଯୋଉ ମାର୍ଚ୍ଚ ଏପ୍ରିଲ ଭିତରେ କଣ ଆସିବା ଦରକାର? ଅପକ୍କ ଫଳ ଆସିବା କଥା, କଞ୍ଚା ସେ କଢିଟା ଆସିବା କଥା, କିନ୍ତୁ ସେଇଟା ମଧ୍ୟ ନାହିଁ। କାରଣ ଆପଣ ଜାଣିଥିବେ ଅନେକ ଗାଁରେ ଲୋକମାନେ କଞ୍ଚା ଡିମ୍ବୁରି ବି ଖାଆନ୍ତି ନା ନାହିଁ? ତାକୁ ରୋଷେଇ କରି ଖାଆନ୍ତି, ଦେହ ପାଇଁ ଭଲ ସେଇଟା। ଆଉ ଇସ୍ରାଏଲ ଦେଶର ଲୋକମାନେ କଞ୍ଚା ଫଳ ବି ଖାଆନ୍ତି, କଞ୍ଚା ଡିମ୍ବୁରି ବି ଖାଆନ୍ତି। ତ ପ୍ରଭୁ ଯୀଶୁ ତାର ଆଶା, ପାଚିଲା ଫଳ ଆଶା ଯାଇନାହାନ୍ତି, ସେ କଞ୍ଚା ଫଳ ଆଶା ଯାଉଛନ୍ତି। କିନ୍ତୁ ସେ କଞ୍ଚା ଡିମ୍ବୁରି ମଧ୍ୟ ନାହିଁ। କାହାକୁ ବୁଝାଉଛି ସେଇଟା? ଇସ୍ରାଏଲ ଜାତିକୁ ବୁଝାଉଛି। ଫଳ ତ ପରେ ଆସିବ, କିନ୍ତୁ କଞ୍ଚା କଢିଟା ମଧ୍ୟ ସେମାନଙ୍କ ଜୀବନରେ ନାହିଁ। ଆଜି ଯଦି ଆପଣ ଆଉ ମୁଁ ଗୋଟେ ଫଳ ଶୂନ୍ୟ ଜୀବନ କାଟୁଛୁ ଆଉ ଏ 50 ବର୍ଷ ସେଲିବ୍ରେଟ କରୁଛୁ, ମୋର ପ୍ରିୟ ମାନଙ୍କ ଟାଇମ ଆସିବ, ଆପଣ ହୁଏତ ଲୋକମାନଙ୍କୁ ବୋକା ବନାଉଥିବେ, ଦିନ ଆସିବ ଆପଣ ନିଜେ ଦଣ୍ଡିତ ହେବେ। କାରଣ ପ୍ରଭୁ ନିଶ୍ଚୟ ଭିଜିଟ କରିବେ ଆପଣଙ୍କୁ। ମତେ ଖ୍ରୀଷ୍ଟଙ୍କର ବିଚାର ସିଂହାସନ ସାମ୍ନାରେ ପ୍ରକାଶ ହେବାକୁ ହେବ। ଅନେକ ଭାବୁଛନ୍ତି କଣ, ନାଇଁ ଆଜ୍ଞା ଆମକୁ ବୋଧେ ବିଚାର କିଛି ନାହିଁ, ଖାଲି ପାପୀ ଦୁରାଚାରୀ ମାନଙ୍କ କଥା ଥିବ ପରା ବୋଲା ଭଳିଆ। ଆଜି ମଣ୍ଡଳୀରେ ଯୋଉ ମନ୍ଦତା, ଯୋଉ ପାପ, ଯୋଉ ଅସୁଚିତା ଦେଖାଯାଉଛି, ତା ପଛର କାରଣ କଣ?
ବର୍ଷର ମଣ୍ଡଳୀ ଏ 50 ବର୍ଷର ସୁନା ଭଳିଆ ହେଇଯିବା କଥା। ମୁଁ ଜାଣେ ନା କେମିତି ଅଛି। ଅଳ୍ପ ସମୟ ବାକ୍ୟରୁ କହିବା ସମୟରେ ମତେ କହିଲେ 10-15 ମିନିଟ୍ କହିବ ବୋଲି, ମୁଁ 10-15 ମିନିଟ୍ ଏକା କହିବି। ଯେତେବେଳେ ସରିବ ଜାଣିବେ ଯେ 10-15 ମିନିଟ୍ ହେଲା ବୋଲିକରି। ହେଲା, ବେଶୀ ସମୟ କହିବି ନାହିଁ, ସେଇ 15-20 ମିନିଟ୍ ଏକା କହିବି। କିନ୍ତୁ ଯେତେବେଳେ ମୋର ସରିବ ସେତେବେଳେ 15-20 ମିନିଟ୍ ହବ। ଆପଣ ଭାବିବେ ଯେ ଆଜ୍ଞାଙ୍କର ଘଣ୍ଟା ଏମିତି ଏକା ଚାଲେ ବୋଲିକରି। ତେଣୁ ଆପଣ ମାନେ ବ୍ୟସ୍ତ ହେବେନି। ଆପଣ ମାନଙ୍କୁ ଭୋକ ଲାଗୁନାହିଁ, ମତେ ବି ଲାଗୁଛି। ଏବେ କେତେଟା ହେଲା? 2ଟା ଅଧେ। ଭୋକ ଲାଗବା କଥା। ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ପରଦିନ ଡକ୍ଟର ପାଖକୁ ଯିବାକୁ କହିବେ ଆଜ୍ଞା 2:30 ହେଲେ ବି ମତେ ଭୋକ ଲାଗୁନାହିଁ ଆଜ୍ଞା ବୋଲି ସେ ମେଡିସିନ ଦବ। ଏଇଟା ଭୋକ ଲାଗିବା ସମୟ। କିନ୍ତୁ ଭୋକ ଲାଗିଲେ ମଧ୍ୟ କଣ କରିବା? ଏଟା ଗୋଟେ ସେଲିବ୍ରେସନ, ଆଉ ସେଲିବ୍ରେସନ ବେଳେ ବେଳେ ଡେରି ହୁଏ। ତ ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ସେ ବୃକ୍ଷ ପାଖକୁ ଗଲେ ଆଉ ସେ ବୃକ୍ଷରେ କୌଣସି ଫଳ ପାଇଲେ ନାହିଁ। ଆଉ କହିଲେ ତୋ ଠାରେ କେବେ ଲୋକମାନଙ୍କୁ ଆଜ୍ଞା ଫଳର ସମୟ ତ ନଥିଲା, ଯୀଶୁ କାହିଁକି ତାକୁ ଅଭିଶାପ ଦେଲେ? ଫଳର ପାଚିଲା ଫଳର ସମୟ ନଥିଲା, କିନ୍ତୁ କଞ୍ଚା କଡ଼ିର ସମୟ ଥିଲା, ଆଉ ସେଇଟା ବି ତାଠି ନଥିଲା। ପ୍ରଭୁଙ୍କୁ ତ ସାମ୍ନା କରିବାକୁ ପଡିବ। ସେ କିଏ ବି ହଉନା କାହିଁକି, ଏଠି ଯେତେ ଲୋକ ଆମେ ବସିଛୁ ମନେ ରଖିଥାନ୍ତୁ, ଦିନେ ନା ଦିନେ ଆପଣଙ୍କୁ ଖ୍ରୀଷ୍ଟଙ୍କୁ ସାମ୍ନା କରିବା ପାଇଁ ପଡିବ। ଯଦି ଆପଣ ଦେଖିବେ ପ୍ରଥମ ପିତର 4 ପର୍ବ ତାର 17-18 ପଦ, ପ୍ରଥମ ପିତର 4 ପର୍ବ 17-18 ପଦ। କାରଣ ଈଶ୍ୱରଙ୍କ ଗୃହ ଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ। ଅତଏବ ଯଦି ପ୍ରଥମରେ ଆମ୍ଭମାନଙ୍କ ଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କର ଅନାଜ୍ଞା ବହ ସେମାନଙ୍କ ଶେଷ ଦୋଷ ବା କଣ ନ ହେବ? ପୁଣି ଧାର୍ମିକ ଲୋକ ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ? ମାନେ ଯଦି ଧାର୍ମିକ ଲୋକ କଷ୍ଟରେ ପରିତ୍ରାଣ ପାଏ, ଆମେ ଭାବୁଛୁ ମୁଁ ତ ପରିତ୍ରାଣ ପାଇ ଧାର୍ମିକ ହେଇଗଲିଣି ବୋଲି। ଲେଖା ଯାଉଛି କଣ? ଧାର୍ମିକ ଲୋକ କଷ୍ଟରେ ପରିତ୍ରାଣ ପାଇବ। ସେଟା ଲେଖା ଯାଉଛି ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହ। ଶେଷ ମୋର ପ୍ରିୟ ମାନେ, ଆମେ ମଣ୍ଡଳୀକୁ ତ ଆସିଗଲୁ ସତ କଥା, କିନ୍ତୁ ଯୋଉ ମଣ୍ଡଳୀକୁ ପ୍ରଭୁ ନେବା ପାଇଁ ଆସିଛନ୍ତି, ସେଇ ମଣ୍ଡଳୀରେ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ରହିବାକୁ ହେବ। ଶେଷ ପର୍ଯ୍ୟନ୍ତ। ଆଉ ଶେଷ କାଳର ମଣ୍ଡଳୀର ଛବି ଟିକେ କହିଲା ପରେ ମୋ ସମ୍ବାଦ ମୁଁ ସମାପ୍ତ କରିବି। ଖାଇଲା ପରେ ମତେ କହିଛନ୍ତି ପୁଣି ବାକ୍ୟ ପରିବେଷଣ କରିବା ପାଇଁ। ଆମେ ସମସ୍ତେ ପୁଣି ଏକତ୍ରିତ ହେବା, ବାକ୍ୟ ଶୁଣିବା ପାଇଁ ଯିବା। ପ୍ରକାଶିତ ବାକ୍ୟ ଯଦି ଆପଣ ଦେଖିବେ, ତାର 3 ପର୍ବ 19 ପଦ ହଉଛି ଆମର ପ୍ରସଙ୍ଗ ପଦ। ହେଲା, 19 ପଦକୁ ମୁଁ ଯାଉନାହିଁ, ନେଇକି 20 ପଦକୁ ପଳାଉଛି ସିଧା। 19 ପଦ ତ ଆମେ 3 ଦିନ ଆଲୋଚନା କରିବା, ତ 20 ପଦକୁ ଆସିବା। ଲେଖା ଯାଉଛି କଣ? ପ୍ରକାଶିତ ବାକ୍ୟ 3 ପର୍ବ 20 ପଦ। ଦେଖ, ଆମେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। କୋଉଠି ଠିଆ ହେଇଛନ୍ତି? ଯୀଶୁ କୋଉଠି ଥିବା କଥା? ଭିତରେ ଥିବା କଥା। ଯୀଶୁ କୋଉଠି ଅଛନ୍ତି? ଯୀଶୁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି। ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟେଇ ଦେବ, ତାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ ସହିତ ଭୋଜନ କରିବ। ଭାବି ଦେଖନ୍ତୁ, ମଣ୍ଡଳୀର ମସ୍ତକ, ମଣ୍ଡଳୀର କର୍ତ୍ତା, ଯେ ମଣ୍ଡଳୀ ଭିତରେ ରହିବା କଥା, ସେ ଏବେ କୋଉଠି ଅଛନ୍ତି? ମୁଁ ପଚାରିବା ପାଇଁ ଚାହେଁ 50 ବର୍ଷର ମଣ୍ଡଳୀକୁ, ଯୀଶୁ କୋଉଠି ଅଛନ୍ତି? ମୁଁ ବିଶ୍ୱଭାଗ୍ୟାଙ୍କ ଭଳିଆ ନମ୍ର ଭଦ୍ର ପ୍ରଚାରକ ନୁହେଁ। ସେ ବଢିଆ ମେସେଜ ଦେଇ ପଳେଇଲେ। ମତେ ବି ବସି ଭାବୁଥିଲି, ପ୍ରଭୁ ମତେ ସେ ସ୍ପିରିଟ ହେଲେ ମତେ ଦେଇଥାନ୍ତ। ପ୍ରଭୁ କହିଲେ ନାଇଁ, ସେ ସ୍ପିରିଟ ତାଙ୍କର ସୁଟ କରିବ, ତତେ ମୁଁ ଯୋଉ ସ୍ପିରିଟ ଦେଇଛି ଯଥେଷ୍ଟ ସେଟା। ତ ମୁଁ ପଚାରିବା ପାଇଁ ଚାହେଁ, ଏ 50 ବର୍ଷର ମଣ୍ଡଳୀରେ ଯୀଶୁ କୋଉଠି ଅଛନ୍ତି? କାରଣ ଏଇ ଯୋଉ ମଣ୍ଡଳୀ ଆମେ ଦେଖୁଛୁ, ଲାଉଦିକିଆ ମଣ୍ଡଳୀ ହଉଛୁ ଶେଷ କାଳର ମଣ୍ଡଳୀ। ଲାଉଦିକିଆ ମଣ୍ଡଳୀ କଣ? ଶେଷ କାଳର ମଣ୍ଡଳୀ। ଶେଷ କାଳର ମଣ୍ଡଳୀ କେମିତି ଥିବ? ସାରିଗିରି ହଉ କି ଆହୁରି କୋଉ ମଣ୍ଡଳୀ ହଉ, କଟକର ହଉ କି ବାଲେଶ୍ୱର ହଉ କି ଭଦ୍ରକର ହଉ କି ଆମେରିକା ହଉ କି ଦିଲ୍ଲୀ ହଉ, ଏଇଟା ଶେଷ କାଳର ମଣ୍ଡଳୀ ଏମିତି ଏକା ଥିବ। କଣ ଥିବ ପ୍ରିୟ ମାନେ? ସେ ମଣ୍ଡଳୀରେ ପ୍ରଭୁ ନଥିବେ। ସେ ମଣ୍ଡଳୀରେ କିଏ ନଥିବେ? ପ୍ରଭୁ ନଥିବେ। ଆରାଧନା ଚାଲିଥିବ, ଗୀତ ଚାଲିଥିବ, ପ୍ରଚାର ଚାଲିଥିବ, ବକ୍ତା ଆସୁଥିବେ, ବକ୍ତା ଯାଉଥିବେ। ଯୀଶୁ କୋଉଠି ଥିବେ? ବାହାରେ ଅଛନ୍ତି।
से कौन कहते प्लीज हेलो टिके द्वार खोल किए शुणवा को नहीं ना सेक्रेटरी शुणुंट ना प्रेसिडेंट ना प्रेसिडेंट ना डिकन ना प्राचीन ना विश्वासी चली दपापा पाम रे बाबू खोल रे बाबू तुम बिना आम कंफर्टेबल अच्छे आज मंडली केमती अच्छी प्रभु बिना परिचालित हवा गोटे मंडली आज आम पुणी थर संकल्प करवा आज समस्ते कहवा प्रभु आपण आम मंडली भितर को आसतु मु जानी ना कबाट के बंद कर दी मु जानी ना कबाट बंद हो जाए जीशु नहांती सेठी भितर केमती प्रभु जीशु कौन कहते 15 पद देखिए आमे तुम कर्म जानू तुम्हें शीतल कि उष्ण नुह तुम्हें शीतल कि उष्ण हेल्ले भल हुआ एणु तुम्हें शीतल कि उष्ण नई सदुष्ण हेबारु आमे तुमको अपन मुख उद्गार करने को जाऊछु मोर प्रिय माने आमर ए मंडली से अवस्था न थाओ ना शीतल ना उष्ण गोटे ईषदुष्ण माने कौन उषुम गरम नहीं कि ठंडा नहीं केमती उषुम ख्रिस्टियान माने शनिपातिया ख्रिस्टियान उषुम ख्रिस्टियान माने कौन शनिपातिया ख्रिस्टियान मरी नहीं प्राण जाई नहीं टिके हाथ रे गोटे गरम टिके टिके अच्छी आगुड़ मंडली को तो कौन बोली कहते तुम्हें नाम रे जीवित प्रकृत रे मृत्यु मरी जीवा कथा ना से मंडली सेलिब्रेट करुच्ची बड़दिन पालन करुच्ची पर्व पालन करुच्ची सब चली जीशु कहते तुम्हें नाम रे जीवित प्रकृत रे मृत दैट्स चर्च एटा कौन ईश्वर विहीन मंडली लाउदुकिया मंडली ईश्वर विहीन मंडली मु जाने ना प्रिय भाई भनी माने आज आपण जो मंडली आसी से मंडली रे प्रभु अछंती कि नाही आपण देखिबा हमर मंडली गुडाको पेंटिकस्ट चर्च रे के मुख्य पालक का पेंटिकस्ट चर्च रो मालिक के से कहबो मु इच्छा है आस नईले नहीं 10टा चाकरिया को धरी थे 10 मास मिल जाऊ बाकी लोक आइले कि ना फरक पड़ब ना ये यथेष्ट एटा पेंटिकस्टाल चर्च अरे आमर बाप्टिस्ट चर्च और जो मेन लाइन चर्च इटी के कर्मकर्ता का मुख्य कर्मकर्ता से पालक नचाऊ पालक नाचुथ से नाचुवा से ताल बजाते नाचुवा कमिटी उठा बसा कर पालक बेसी कोई भी पारबे ना पालक माने आगु थिला उद्योग थिला कोई भी बोला थिला किंतु एमती ताको शांत कर देले जब आसिक ख्रीष्ट रे प्रिय मंडली बाध्य बादला पड़ा कहले बोले सियाडू कॉल आसो मेसेज सरला परे आज्ञा आपण कहा को इंगित करी कहले प्लीज टिके एक्सप्लेनेशन दियंतु नइले आसंता सप्ताह ट्रांसफर पे प्रस्तुत थांत अनेक भल भल पालक मान को मु देखिछि पूरा इंटरनेट जो रिमोट एरिया रास्ता घाटे पड़िछंती मु पचारे कोन हला आज्ञा प्रचार को गोटे फुल हे गला कहबार नहीं के मद पीले कहबार नहीं के जुआ खेले कहबार नहीं के चोरी कले कहबार नहीं के दुईटा स्त्री रखले भी कहबार किछु कहबार नहीं किछु कहबार नहीं मझे मत जने लोक फोन कर पचार आज्ञा मोर दुईटा स्त्री अच्छी आज्ञा किछि भूल कली कि आज्ञा सकाल सकाल मु भी धोई नहीं प्रथम कॉल सेटा मु कहली आज्ञा आपण भूल करी नांती से गछि से तो कहली आपण भूल करी नांती आपण पाप करी छंती आपण भूल करी नांती प्रिय माने पाप होते पाप को भूल बोली कुआ जीव नहीं मद पीबाटा भूल नहीं पाप व्यभिचार भूल नुहे पाप मद पीबा भूल नुहे पाप गंजाई खाइबा भूल नुहे पाप सिन इज सिन पाप को पाप बोली कुआ दरकार चर्च डेफिनेशन कौन चर्च संज्ञा होची नो सिनर्स इनसाइड नो सेंट्स आउटसाइड एटा होची चर्च डेफिनेशन चर्च संज्ञा कौन नो सिनर्स इनसाइड नो सेंट्स आउटसाइड
ମାନେ ପାପୀ ମାନେ ଭିତରେ ନଥିବେ, ସାଧୁ ମାନେ ବାହାରେ ନଥିବେ। ଚର୍ଚ୍ଚ ହଉଛି ସାଧୁ ମାନେ ମିଳିତ ହେବାର ଜାଗା, ଯୋଉଠି ଲୋକମାନେ ପାପ, ମନ୍ଦତା, ଦୁଷ୍ଟତା, ଅସଭ୍ୟତା, ସମସ୍ତ ଜଗତର ମନ୍ଦତାକୁ ଛାଡି ଆସିଛନ୍ତି, ସେଇଟାକୁ କୁହାଯାଏ ମଣ୍ଡଳୀ। ଆଜି ଆମେ ପୁଣି ଥରେ ପ୍ରଭୁଙ୍କ ସାକ୍ଷାତରେ ଠିଆ ହେବା, ଆଉ ଏ 50 ବର୍ଷରେ ପୁଣି ଥରେ ସଂକଳ୍ପ କରିବା, ପ୍ରଭୁ ଆମେ ଆପଣଙ୍କୁ ଚାହୁଁଛୁ, ଆପଣଙ୍କୁ ଦରକାର ପ୍ରଭୁ, ଆମେ ଆପଣଙ୍କୁ ଚାହୁଁଛୁ। ଏ ଲାଉଦୁକିଆ ମଣ୍ଡଳୀରେ ପ୍ରଭୁ ବାହାରେ ଅଛନ୍ତି, କି ଡାକୁ ବି ନାହାନ୍ତି, ଖୋଲୁ ବି ନାହାନ୍ତି। ମାନେ ଆଜି ଅନେକ ମଣ୍ଡଳୀ ଦେଖିବେ କେଉଁମାନଙ୍କ ଦ୍ୱାରା ପରିଚାଳିତ ହଉଛି, ସେକ୍ରେଟାରୀ, ଟ୍ରେଜରର, ପ୍ରେସିଡେଣ୍ଟ, ଆହୁରି କିଏ ଗୋଟେ ଦାଦା ହେଇଥିବ, ସେ ଆକ ମୁଁ ଆକ ସର୍ବେଶ୍ୱର ବାବୁ। ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀର ମସ୍ତକ କିଏ? ଜଣେ ଲୋକ ମତେ କହୁଛି, ଆଜ୍ଞା ଏ ମଣ୍ଡଳୀ ମୋଟା ଆଜ୍ଞା। ମୁଁ କହିଲି ତୁମେ ମଣ୍ଡଳୀ ପାଇଁ ମରିଥିଲ, ପ୍ରାଣ ଦେଇଥିଲ, ରକ୍ତ ବୁହାଇଥିଲ? ନାଇଁ ଆଜ୍ଞା ଯୀଶୁ ଦେଇଥିଲେ, ହେଲେ ଯୀଶୁ କଥା ତୁମର ନାହିଁ। ମଣ୍ଡଳୀ ତୁମର ପୈତୃକ ସମ୍ପତ୍ତି ନୁହେଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ପ୍ରଧାନ ବାଳକ ପ୍ରକାଶିତ ହେବେ, ଆମେ ବାଳକ ମାନଙ୍କର ହିସାବ ସେ ନେବେ, ସେତେବେଳେ କଣ ହିସାବ ଦେବୁ, କଣ ଦେବୁ? ତ ଆଜି ଆମେ ଖାଇବାକୁ ଯିବା ପୂର୍ବରୁ ଆଜ୍ଞା ମାନେ ଚାହିଁଲେ ମୁଁ ଟିକେ ଆଗ ଖୁଆଇଦେବେ ବୋଲି କହିବି, ସେଇଥିପାଇଁ ମତେ ଦେଲେ। ମୁଁ ଖୁସି ହେଇଯାଉଥିଲି, ଯାଉ ସରିଗଲା। ମତେ କହିଲେ ଆଜ୍ଞା ଦାନ ସଂଗ୍ରହ ପରେ ସାରିଦେବା। ମୁଁ କହିଲି ପ୍ରେଜ୍ ଦ ଲର୍ଡ, ଭଲ ହେଲା। ପରେ ଆସି କହିଲେ ନାଇଁ ଆଜ୍ଞା ଟିକେ କୁହନ୍ତୁ। ଟିକେ କହିବାର ଥିବ କହିବା, କଣ ଅଛି? ମୋର ପ୍ରିୟ ମାନେ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଟାଇମ ଅଛି। ଆପଣଙ୍କ ଘରେ ପ୍ରଭୁ ଅଛନ୍ତି କି? ଆପଣଙ୍କ ଜୀବନରେ ପ୍ରଭୁ ଅଛନ୍ତି କି? ଖାଲି ଗୀତ ଗାଇଲା ବେଳକୁ ଆସ ପ୍ରଭୁ ଆସ, ପ୍ରଭୁ ବି କହୁଛନ୍ତି ଆସିବି, କୋଉଠି ଆସିବି, କୋଉଠି ଆସିବି? ଖାଲି ଗାଇଲା ବେଳକୁ ଦୁଆରେ ଉଭାନ ହୋଇ ଆସ ପ୍ରଭୁ ଭିତରେ। ପ୍ରଭୁ ତ ବାହାରେ ଠିଆ ହେବାକୁ ଇଚ୍ଛା କରୁଛନ୍ତି କି? ଆପଣ ତାଲା ଖୋଲୁନାହାନ୍ତି। ମୋର ପ୍ରିୟ ମାନେ, ଆଜି ଚର୍ଚ୍ଚରେ ଯେତିକି ସମସ୍ୟା ଅଛି, ସେ ସବୁ ସମସ୍ୟାର ସମାଧାନ ହେଇଯିବ ଯଦି ଯୀଶୁ ଆସିଯିବେ। ଆପଣଙ୍କ ଜୀବନରେ ଯଦି ଯୀଶୁ ଆସିବେ, ଆପଣଙ୍କ ପରିବାରରେ ଯଦି ଯୀଶୁ ଆସିବେ, ସବୁ ସମସ୍ୟାର ସମାଧାନ ହବ। ଯୀଶୁ ତ କହିଥିଲେ ପରା, ମୋ ବିନା ତୁମେ କିଛି କରିପାରିବ, କିଛି କରିପାରିବ ନାହିଁ। ୱିଦାଉଟ୍ मी यू कैन डू नथिंग, कुछ भी नहीं कर सकते। ଚେଷ୍ଟା ଆକା କରୁଛୁ ଆମେ। ମୋର ପ୍ରିୟ ମାନେ, ମୁଁ କହିବା ପାଇଁ ଚାହେଁ, ମଣ୍ଡଳୀ ଏ ପ୍ରକାର ଏକ ଶକ୍ତିଯୁକ୍ତ ଅନୁଷ୍ଠାନ ଅଟେ, ଯାହାକୁ ନରକର ବଳ ବି ପରାସ୍ତ କରିପାରିବ ନାହିଁ, ପାରିବ ନାହିଁ। ପ୍ରଭୁ ଆଜି ଆପଣ ମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ସେଦିନ କଣ ହେଲା, ସେ ଘଟଣା ଟିକେ କହିକି ମୁଁ ସାରିବା ପାଇଁ ଚାହେଁ, ତାପରେ ଆମେ ବାକ୍ୟ ମଧ୍ୟକୁ ପରେ ଯିବା। ଆମେ ଆପଣ ଦେଖିବେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଡିମ୍ବରୀ ଗଛକୁ ସାକ୍ଷାତ କଲା ପରେ ଜେରୁସାଲେମ ମନ୍ଦିରକୁ ଆସିଲେ। ଆସିଲା ପରେ ଚାଲିଛି ବ୍ୟବସାୟ ବାଣିଜ୍ୟ, ଦେଖିଦେଲେ ତ ପିଟିଲେ ସମସ୍ତଙ୍କୁ, ଘୋଡାଇଲେ ସମସ୍ତଙ୍କୁ। କଣ ବୋଲି କହୁଛନ୍ତି ମାର୍କ ତାର 11 ପର୍ବ 17 ପଦରେ, ମାର୍କ 11:17, ପୁଣି ସେ ସେମାନଙ୍କୁ ଶିକ୍ଷା ଦେଉ କହିଲେ, ଏହା କଣ ଲେଖା ନାହିଁ, ଆମ୍ବର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାର ଗୃହ ବୋଲି ବିଖ୍ୟାତ ହବ, କିନ୍ତୁ ତୁମେ ମାନେ ତାହାକୁ ଦସ୍ୟୁ ମାନଙ୍କ ଗୋବର କରିଛ। କାର ଗୋବର? ଦସ୍ୟୁ ମାନଙ୍କର ଆଡ୍ଡା। ଯଦି ଆପଣ ପଢିବେ ଆର ମୂଳଟା, ଜିରିମିୟା 7 ପର୍ବ ତାର 11 ପଦ ପଢିବେ, ତାର ଉପର ପଦରୁ କଣ ହେଇଛି, ଲୋକମାନେ ପାପ କରୁଛନ୍ତି, ବ୍ୟଭିଚାର କରୁଛନ୍ତି, ଚୋରି କରୁଛନ୍ତି, ମଦ୍ୟପାନ କରୁଛନ୍ତି, ଆଉ ଚର୍ଚ୍ଚରେ ଆସି କଣ କରୁଛନ୍ତି, ମୁଁ କ୍ଷମା ପାଇଯାଇଛି, କ୍ଷମା ପାଇଯାଇଛି, କ୍ଷମା ପାଇଯାଇଛି, କ୍ଷମା ପାଇଯାଇଛି। ଆମର ଗୋଟେ ଗୀତ ଅଛି, ଦେଶିଆ ଗୀତଟା। ସେ ଗୀତ କଣ? ମୋର ପାପ କରିଦିଅ କ୍ଷମା, ମୋର ପାପ କରିଦିଅ କ୍ଷମା, हे जीसु राजा सुंदरा राजा रे सुंदरा राजा। से कौन कहते मोर पाप करिदियो क्षमा बोली नाचुछन। प्रिय भाई भौणी माने, मोर पाप करिदियो क्षमा बोली नाचले हेबो नाही, आंठु मारी कांदिबार अछि। आज मंडली रे को पाप नाही, मंडली को मंदता नाही, ए सब मंदता सहित आज मंडली बंचुछि। प्रिय माने, आज पुणी थरे आम पाखरे सुजोग अछि। दस्यु मान को गह्वर करिसंती,
18 ପଦରେ ପ୍ରଧାନ ଯାଜକ ଶାସ୍ତ୍ରୀ ମାନେ ଏହା ଶୁଣି ତାଙ୍କୁ କି ପ୍ରକାର ବିନାଶ କରିପାରନ୍ତି ଏହା ଚେଷ୍ଟା କରିବାକୁ ଲାଗିଲେ। କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କରିଛନ୍ତି? ସେମାନଙ୍କ ପେଟରେ ଲାତ ମାରୁଛନ୍ତି। କାହିଁକି? ଯେ ଜେରୁସାଲେମ ମନ୍ଦିର ଏବେ ଶାସ୍ତ୍ରୀ ଫରୁସୀ ମାନଙ୍କର ବ୍ୟବସାୟ ବାଣିଜ୍ୟର କେନ୍ଦ୍ର ହେଇଯାଇଛି। ଆଉ ପ୍ରଭୁ ଯୀଶୁ ତାହା ପରିଷ୍କାର କରିବା ପାଇଁ ଚାହୁଁଛନ୍ତି। ମୋର ପ୍ରିୟ ମାନେ ମନେ ରଖିଥାନ୍ତୁ, ଯୋଉମାନେ ବି ଆଜି ମଣ୍ଡଳୀକୁ ପରିଷ୍କାର କରିବା ପାଇଁ ଚାହିଁବେ, ମଣ୍ଡଳୀରେ ଥିବା ପାପକୁ ମନ୍ଦତାକୁ ବାହାର କରିବା ପାଇଁ ଚାହିଁବେ, ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଆଯିବ। ଆଜି କଣ ଆମମାନଙ୍କୁ ସୁକୁମାରିଆ ପ୍ରଚାରକ ମାନେ ଦରକାର, ହାଲକା ଫୁଲକା ମେସେଜ ଦରକାର, ଆଶୀର୍ବାଦର ସମ୍ବାଦ ଦରକାର। ଆଜ୍ଞା ଏମିତି କଣ ଆଜ୍ଞା ବେଶୀ ବାଦି ଯାଉଛି। ଗୋଟେ ଜାଗାରେ ମୁଁ ଜଣେ ଆସି କହୁଛନ୍ତି, ବୁଢା ଆଜ୍ଞା ଆଜ୍ଞା ଆପଣଙ୍କ କଥା ଗୁଡାକ ବହୁତ ବାଧୁଛି ଆଜ୍ଞା, ଦୟାକରି ସେମିତି କୁହନ୍ତୁ ନାହିଁ। ସେମିତି କରୁଛନ୍ତି କାହିଁକି? ଚାଷୀ କଣ କହୁଛନ୍ତି? ଆଜ୍ଞା ମଦୁଆ ମାନଙ୍କୁ ଟିକେ କୁହନ୍ତୁ ନା ଆଜ୍ଞା ବେଶୀ ବାଦି ଯାଉଛି। ପିଉଛ କାହିଁକି ମଦ? କାହିଁକି ପିଉଛ? ମାନେ କଣ? ନାନା ପ୍ରକାର ପାପ, ନାନା ପ୍ରକାର ମନ୍ଦତା, ନାନା ପ୍ରକାର ଅସୁଚିତାରେ ଆମେ ଜୀବନ କାଟି ହୁଏତ ଜଗତରେ ରହିପାରିବୁ। ଭାଇ ଭଉଣୀ ମାନେ ଶୁଣନ୍ତୁ, ଆପଣ ପାପ କରି ମଣ୍ଡଳୀକୁ ଆସିପାରିବେ, ମଦ ପିଇ ମଣ୍ଡଳୀକୁ ଆସିପାରିବେ, ଖରାପ ସିନେମା ଦେଖି ମଣ୍ଡଳୀକୁ ଆସିପାରିବେ, ନାନା ପ୍ରକାର ଅସୁବିଧାରେ ଲିପ୍ତ ଥାଇ ମଣ୍ଡଳୀକୁ ଆସିପାରିବେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ମଣ୍ଡଳୀକୁ ନେବାକୁ ଆସୁଛନ୍ତି, ସେଇ ମଣ୍ଡଳୀ ସହିତ ଆପଣ ମେଘମାଳକୁ ନୀତ ହେଇପାରିବେ ନାହିଁ। ମନେ ରଖିଥାନ୍ତୁ, ମୁଁ ପୁଣି ଥରେ କହିବା ପାଇଁ ଚାହେଁ, ଆପଣ ଜଗତର ସବୁ ପାପ କରି, ସବୁ ମନ୍ଦତା କରି, ସବୁ କୁକର୍ମ କରି, ସବୁ ଅଶୁଚି ଜୀବନ କାଟି ଆପଣ ମଣ୍ଡଳୀକୁ ଆସିପାରିବେ। ଆଉ କହିପାରିବେ ଏବେ ତ 50 ବର୍ଷ ପୁରା ହେଇଛି, ଆଉ ଆଗକୁ 100 ବର୍ଷ ମଧ୍ୟ ହେବ। କିନ୍ତୁ ଯଦି 100 ବର୍ଷ ପାଳନ କରିବାକୁ ଥିବୁ, ମଲୁ ପ୍ରିୟମାନେ ଖାଲି ଜଗିବା କଥା, ପ୍ରଭୁ ତୁମେ କେବେ ଆସିବ ଆମେ ପଳେଇବୁ ବୋଲି। ସେଇ ପ୍ରତୀକ୍ଷାରେ ରୁହନ୍ତୁ। ଆଗକୁ କଣ ହବ ଜଣା ନାହିଁ। ଏବେ ମଣ୍ଡଳୀ ବାନ୍ଧିବା ପାଇଁ ପଇସା ଦେଇଛନ୍ତି କେତେଟା ମଣ୍ଡଳୀକୁ। କାଲିକି ସରକାର ଆସି କଲର ଚେଞ୍ଜ କରିବ, ବେଳ ନାହିଁ। ମୁଁ ବସି ଭାବୁଥିଲି, କାହିଁକି ପଇସା ଦେଇଛନ୍ତି ନା। ସେ FCI ଗୁଡା କେବେ ହେଲା? କିଏ କରିଥିଲେ? କଂଗ୍ରେସ ଅମଳରେ କରାଯାଇଥିଲା FCI। ଏମାନେ ବାନ୍ଧି ନାହାନ୍ତି। ସେ FCI କୁ କଲର, ଯୋଉ ମେଡିକାଲ ସେବା କଲେ ତାକୁ କଲର ମାର। ପ୍ରଥମରେ ଆମକୁ କଲର ମାରିଲେ, ଏବେ ବିଲ୍ଡିଂ କୁ କଲର। କାଲିକୁ ଚର୍ଚ୍ଚରେ କଲର ମାରବେ ନାହିଁ ବୋଲି ଗ୍ୟାରେଣ୍ଟି ନେଇଛୁ। ପଇସା ଚୁପ ହେବା ପାଇଁ ପଡିବ। ବେଶୀ କଥା କଲେ ଦେଇଛୁ 2 କୋଟି। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଆଗକୁ ଯଦି ବେଶୀ ଦିନ ରହିବୁ, କୋଉ ପ୍ରକାର ପରିସ୍ଥିତିରେ ରହିବାକୁ ପଡିବ ଆପଣ ଜାଣିନାହାନ୍ତି। ଖାଲି ପ୍ରାର୍ଥନା କରିବା କଥା, ପ୍ରଭୁ ତୁମେ ଶୀଘ୍ର ଆସ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ମଣ୍ଡଳୀକୁ ପରିଷ୍କାର, ଆଜି 50ତମ ବର୍ଷରେ ଆମେ ପୁଣି ପ୍ରାର୍ଥନା କରିବା। ଆମ ଜୀବନରେ, ଆମ ମାଣ୍ଡଳିକ ଜୀବନରେ, ଆମେ ସେବକ ମାନଙ୍କ ଜୀବନରେ ଯୋଉ ପାପ ଅଛି ତାକୁ ଆଜି ଛାଡି ପୁନର୍ବାର ସମର୍ପିତ ହବା। କହିବା ପ୍ରଭୁ ମୁଁ ପୁଣି ଥରେ ସମର୍ପିତ ହଉଛି, ମୋତେ ଦୟା କର। ଗୋଟେ ନୂଆ ଆରମ୍ଭ ହେଇପାରିବ। ବିଶ୍ୱଭାଗ୍ୟ କହିଥିଲେ 51 ବର୍ଷ ଗୋଟେ ନୂଆ ବର୍ଷ ହେବା ଦରକାର। ହେଇପାରିବ ପ୍ରିୟ ଭାଇ ଭଉଣୀ ମାନେ। ଇମ୍ପସିବଲ କିଛି ନାହିଁ, ଇମ୍ପସିବଲ କିଛି ନାହିଁ, ସବୁ ହେଇପାରିବ। ଆଜି ଯଦି ଆମେ ପ୍ରାର୍ଥନା କରିକି ଯିବା, ଖାଇବାକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା, ପ୍ରଭୁ ମୋର ମଣ୍ଡଳୀ କରି ପରିବର୍ତ୍ତନ କରିଦିଅ। ପ୍ରଭୁ ତୁମେ ଆସିଯାଅ ରାଜା, ତୁମର ଆତ୍ମା ଟିକେ ଆସନ୍ତୁ ପ୍ରଭୁ। ପୁଣି ଥରେ ପ୍ରଭୁ ଆମକୁ ପରିଷ୍କାର କର, ପୁଣି ଥରେ ପ୍ରଭୁ ଗଠନ କର। ଆପଣ ଯେମିତି ମଣ୍ଡଳୀ ଚାହୁଁଛନ୍ତି ସେମିତି ମଣ୍ଡଳୀ। ପ୍ରିୟ ଭାଇ ଭଉଣୀ ମାନେ, କାହିଁକି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ନେବା ପାଇଁ ଆସୁଛନ୍ତି। ଜଗତ ଉପରକୁ ମହାକ୍ଲେଶ ଆସିବା ପୂର୍ବରୁ ମଣ୍ଡଳୀକୁ ସେ ଉଠେଇ ନେଇଯିବେ। ପ୍ରକାଶିତ ବାକ୍ୟ 3:10 କହୁଛନ୍ତି। 3:10ରେ ଯେତେବେଳେ ଜଗତ ଉପରକୁ ମହାକ୍ଲେଶ ଆସିବ, ତା ପୂର୍ବରୁ ମଣ୍ଡଳୀ ଉଠେଇ ନିଆଯିବ। ରହିବ ନାହିଁ ମଣ୍ଡଳୀ, ଗୋଟେ ଗୌରବମୟ ଅବସ୍ଥାକୁ ମଣ୍ଡଳୀ ଚାଲିଯିବ। ମୋର ପ୍ରିୟ ମାନେ, ମୁଁ କହିବା ପାଇଁ ଚାହେଁ, ଯୀଶୁ ଯେତେବେଳେ ପରିଷ୍କାର କରିବାକୁ ଚାହିଁଲେ, ମାର୍କ ତାର 11 ପର୍ବ ତାର 27-28 ପଦ ମୁଁ ପଢିବା ପାଇଁ ଚାହେଁ। ପରେ ସେମାନେ ପୁନର୍ବାର ଜେରୁସାଲେମକୁ ଆସିଲେ। ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ, ପ୍ରାଚୀନ ବର୍ଗ ତାଙ୍କ ନିକଟକୁ ଆସି ପଚାରିଲେ, ତୁମେ କେଉଁ ଅଧିକାର ଏସବୁ କରୁ ଅଛ? ଅବା ଏହା ସବୁ କରିବାକୁ ତୁମକୁ କି ଅଧିକାର
କାହାକୁ କହୁଛନ୍ତି? ଯାହାଙ୍କର ଘର ତାଙ୍କୁ କହୁଛନ୍ତି କଣ? ତମକୁ କି ଅଧିକାର ଦେଲା? ପ୍ରିୟ ଭାଇ ଭଉଣୀ ମାନେ, ଏ ଶାସ୍ତ୍ରୀ ଫାରୁସୀ ପ୍ରଧାନ ଯାଜକ ଭାବୁଛନ୍ତି କଣ? ଏଇଟା ସବୁ ଆମର ଅଧିକାର। ନାଇଁ, ମଣ୍ଡଳୀର ଅଧିକାରୀ ପ୍ରଭୁ ଅଟନ୍ତି, ମଣ୍ଡଳୀର ମାଲିକ ପ୍ରଭୁ ଅଟନ୍ତି, ମଣ୍ଡଳୀର କର୍ତ୍ତା ପ୍ରଭୁ ଅଟନ୍ତି। ଆଜି ଆମେ ସମର୍ପିତ ହବା, ଖୋଲିଦେବା। ଥରେ ଗୋଟେ ଜାଗାରେ ମୁଁ ଯାଇ ପ୍ରଚାର କରୁଛି, ପ୍ରଚାର କରୁ କରୁ କୁଆଡର ଦୃଷ୍ଟାନ୍ତ ଆଣିଟି କହିଥିଲି। କଣ ବୋଲି କହିଲି? ଗୋଟେ ଚର୍ଚ୍ଚରେ ତାଲା ପଡିଛି, ଝଗଡା ହେଇକି ଚର୍ଚ୍ଚରେ ତାଲା ପକାଇ ଦେଇଛନ୍ତି। ହେଲେ ଶନିବାର ଦିନ ଗୋଟେ ଚର୍ଚ୍ଚରେ ମୁଁ ବାକ୍ୟ ଦେଲି, ସେମାନେ ବାହାରେ ପେଣ୍ଡେଲ କରି କରୁଛନ୍ତି ଶନିବାର। ଓକେ, ଶନିବାର ତ ବାହାରେ କରିବେ ପୁରା ବୋଲି ଭାବିଲି, କରିଦେଲେ। ରବିବାର ଦିନ ମତେ ବାହାରେ ଆକା, ଶନିବାର ଏଠି, ରବିବାର ସେଠି। ମୁଁ ପଚାରିଲି ତମର ଚର୍ଚ୍ଚ ଅଛି ନା ନାଇଁ? ହଁ ଅଛି ଆଜ୍ଞା, ଅଛି, ଚର୍ଚ୍ଚ ଅଛି, ବହୁତ ବଡ ଚର୍ଚ୍ଚ ଅଛି। କୋଉଠି ଅଛି? ତାଲା ପଡିଛି, ସେ କବାଟ ଉଇକ୍ ଖାଇଛି, ଝରକା ଉଇକ୍ ଖାଇଛି, ଭାଙ୍ଗବା ଅବସ୍ଥାରେ ଅଛି। ମୁଁ କହିଲି ଯୋଉମାନେ ଚର୍ଚ୍ଚକୁ ତାଲା ପକାଇ ଉଇକ୍ କରିଛ, ତମର ଘର ସବୁ ଖତ ହେଇଯିବ ବୋଲି କହିଲି। ହଁ ଆଜ୍ଞା ହେଇଗଲାଣି ତ ଖତ ବୋଲି କହିଲା ଜଣେ। ଖତ ହେଇଗଲାଣି, କେତେଟା ବିଛଣା କେତେଟା ପଳେଇଲେଣି। ପ୍ରିୟ ମାନେ, ମଣ୍ଡଳୀ କଣ ତୋର ବାପାର ସମ୍ପତ୍ତି ଯେ ଦୁଇ ଭାଇ ଆସେ ତାଲା ପକାଇବ? ବାପାର ସମ୍ପତ୍ତି ଝଗଡା ହେଇ ତାଲା ପକାଅ, ଚର୍ଚ୍ଚରେ ତାଲା ପକାଅ ଅଧିକାର କିଏ ଦେଲା? ତାଲା ପକାଇଛନ୍ତି। ହେଲେ ସେଠିକାର ଘଟଣା ଆରି ଗୋଟେ କହୁଛି ମୁଁ। ତାଲା ପକାଇଛନ୍ତି, ଉଇ ଲାଗିଛି, କେତେ ଲୋକ ମଲେଣି, ଆଉ କେତେଟା ମରବା ବାକି ଅଛି, ସେମାନଙ୍କ ଘର ଖତ ହେଇଗଲା ବୋଲି କହିଦେଲି। କହିଲା ପରେ ଜଣେ ଆସି କହିଲେ, ଆଜ୍ଞା ପ୍ରଭୁ ଜଣେଇଲେ କି? ଆଜ୍ଞା କଣଟା ଜଣାଇଲେ? ନାଇଁ ଆଜ୍ଞା ଆମର ମଣ୍ଡଳୀ ସେମିତି ଅଛି। ମୁଁ କହିଲି ଏ ପ୍ରଭୁ, କୋଉଠି ଆସି କୋଉଟା କହୁଛି, ମତେ ଗଲାବେଳେ ପଇସା ବି ଦେବେ ନାହିଁ ମାନେ। ମୁଁ କୋଉଠି କାହାର ଦୃଷ୍ଟାନ୍ତ ଆଣି କୋଉଠି କହୁଛି, ଦେଖିଲା ସେଠି ସେ ଅବସ୍ଥା ଅଛି। ମୁଁ କହିଲି ଆଚ୍ଛା ଭଲ କଥା, ଜାଣିଲିନି ତ, ଅଧା ତ କହି ସାରିଲିନି, ଆଉ ଅଧା କହିଦେବି ତ ନାଇଁ, ମିଳିଲେ ମିଳୁ ନହେଲେ ନାହିଁ। ତାପରେ ସିଧା କହିଲି, ଯୋଉମାନେ ତାଲା ପକାଇଛ ଯାଇକରି ଶୀଘ୍ର ବାହାର କରିବ। ହେଲେ କଣ ହଉଛି ପ୍ରିୟ ମାନେ, ଏ ଚର୍ଚ୍ଚରେ ଯୋଉ ଝାମେଲା ହେବ ନାହିଁ କି, ସେ କେସ୍ ଛିଣ୍ଡବାକୁ ଦେବେ ନାହିଁ। ଦୁଇଟା ଓକିଲ ବଞ୍ଚୁଥିବ, ଆମ ଚାନ୍ଦ ପଇସା ତାଙ୍କୁ ଦଉଥିବ, ହେଲା ସବୁ ନେଇ ସେମାନେ ଖାଉଥିବେ, କେସ୍ ଛିଣ୍ଡାଇବେ ନାହିଁ। କାରଣ କେସ୍ ଛିଣ୍ଡିଲେ କଣ ଖାଇବେ ସେମାନେ? କେସ୍ ଛିଣ୍ଡିଲେ କଣ ଖାଇବେ? ତ ତାଲା ପଡିଥିବ, ଆର ପଇସା ଖାଅ, ଏ ମୂଲ୍ୟରେ ପଇସା ଖାଇବ, ସେ ମୂଲ୍ୟରେ ପଇସା ଖାଇବ। ପଇସା ବାନ୍ଧି ବାନ୍ଧି ଲୋକ ମରିଗଲେ, ତାପରେ ତାଲା ପଡିଛି ଏଠି। ମୁଁ କହିଲି ଯେତେ ଲୋକ ତାଲା ପକାଇଛୁ, କିଏ କେ ତାଲା ପକାଇଛି? ଯାହା କହିଛା ସେ ତାଲା ପକାଇଛି, ଗୋଟେ ତାଲା ନାହିଁ। ମତେ ଇଚ୍ଛା ଲାଗଲା, ମୁଁ ସେଇଟା କହିଲି ସକାଳ ସୁଦ୍ଧା ଯେ ତାଲା ଖୋଲିବ, ନହେଲେ ତମର ଘରେ ତାଲା ପ୍ରଭୁ ପକାଇବେ। ତାପରେ ତୁମେ ଯଦି ପ୍ରଭୁଙ୍କ ଘରେ ପ୍ରଭୁଙ୍କୁ ଆସିବାକୁ ଦେବ ନାହିଁ, ତୁମକୁ ପ୍ରଭୁ ତାଙ୍କ ଘରକୁ ନେବେ। କହିଲେ ପ୍ରଭୁଙ୍କ ଘରେ ଯଦି ପ୍ରଭୁଙ୍କୁ ପ୍ରବେଶ କରିବା ପାଇଁ ଦେଉନାହ, ତେବେ ପ୍ରଭୁଙ୍କ ଘରେ ତୁମକୁ ନେବେ କି? ତାଲା ଖୋଲିଦେଲେ, କହିଲେ ଆଜ୍ଞା ଏଠି ଆଜ୍ଞା ଖୋଲିଦେଲି, ଆଜ୍ଞା ଖୋଲିଦେଲି। ମୁଁ କହିଲି ବଳକା କେତେ ଜଣ ଖୋଲିବେ ନା ନାଇଁ ଦେଖବା। ତାପରେ ସିଧାସଳଖ କହିଲି, ଯୋଉ ଦିନ ଚର୍ଚ୍ଚର ତାଲା ଖୋଲବ ସେଦିନ ବକ୍ତାକୁ ଡାକବ, ନହେଲେ ମତେ ଡାକବ ନାହିଁ। ଭଡାଟିଆ ପ୍ରଚାରକ ନାହିଁ। ମୁଁ ଯାହାର ଖାଇବି ତାକୁ ଗାଳି କରିବି, ମୋର କାମ ସେଟା। ପେଟେ ଖାଇବି, ବିରିୟାନୀ ଖାଇବି, ଏସି ରୁମରେ ଥିବି, ଗାଡି ଭଡା ନେବି, ଇନଭଲଭ ନେବି, କୁଟକୁଟା ଗାଳି କରିବି, ଆହୁରି ପଳେଇବି। କାହିଁକି? ପରମେଶ୍ୱରଙ୍କ ମୁଖ୍ୟ ପାତ୍ର ଭାବରେ ଆମେ ଲୋକମାନଙ୍କୁ ମନାଇବା ପାଇଁ, ବୁଝାଇବା ପାଇଁ କହୁଛୁ। ମନ ରଖିଥାନ୍ତୁ ପ୍ରେମାନେ, ମଣ୍ଡଳୀ ଈଶ୍ୱରଙ୍କ ସମ୍ପତ୍ତି ଅଟେ। ଆଉ ଦିନ ଆସିବ ମଣ୍ଡଳୀକୁ ସେ ନେଇଯିବେ। ସେଇ ମଣ୍ଡଳୀରେ ଆମେ ପବିତ୍ର ହେଇକି ରହିବା, ଅନିନ୍ଦନୀୟ ହେଇକି ରହିବା, ଆମେ ନିର୍ଦ୍ଦୋଷ ନିର୍ଦ୍ଦାର ହେଇକି ରହିବା। ଆଜି ପ୍ରାର୍ଥନା କରିବା। ମୁଁ ଜାଣେ ନା ଆପଣଙ୍କ ମଣ୍ଡଳୀର ଅବସ୍ଥା କେମିତି ଅଛି, କିନ୍ତୁ ଦିନ ଆସୁଛି ପ୍ରଭୁ ଆପଣ ମଣ୍ଡଳୀକୁ ନେବା ପାଇଁ ଆସୁଛନ୍ତି। ପ୍ରଭୁ ଯଦି ଅନୁଗ୍ରହ କରିବେ, ଆମେ ମେସେଜକୁ ପରେ ପୁରାଟା କମ୍ପ୍ଲିଟ ଶୁଣିବା ଯେ ଆଜିର ମଣ୍ଡଳୀର ଅବସ୍ଥା କେମିତି ଅଛି। ଆପଣଙ୍କ ମଣ୍ଡଳୀ ନୁହେଁ, ମୁଁ ସାରେଙ୍ଗିରି ଚର୍ଚ୍ଚର କଥା କହୁନାହିଁ, ମୁଁ ୟୁନିଭର୍ସାଲ ଚର୍ଚ୍ଚର କଥା କହୁଛି। ତେଣୁ ଭାବନ୍ତୁ ନାହିଁ ଯେ ଆଜ୍ଞା ଆମର 50ତମ ବର୍ଷରେ ଆପଣ ଆମକୁ କହୁଛନ୍ତି। ଆପଣ ତ 50ତମ, ମୁଁ ତ 150ତମକୁ କହି ପଳେଇ ଆସୁଛି। 150ତମ ଯାଇଥିଲି ଚର୍ଚ୍ଚରେ 150 ବର୍ଷ ପାଳନ କରୁଛନ୍ତି। ସେଇଦିନ ଝଗଡା ହେଇ ପୋଲିସ ଆସି କେତେ ଜଣକୁ ବାନ୍ଧିକି ନେଉଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, କଣ ଖ୍ରୀଷ୍ଟିଆନ ଜାଣିବା ଦରକାର, ଆମେ ଏ ପ୍ରକାର ଏକ ମଣ୍ଡଳୀରେ ଅଛୁ, ଯୋଉ ମଣ୍ଡଳୀକୁ ପ୍ରଭୁ
ଯିଶୁ ନେବା ପାଇଁ ଆସୁଛନ୍ତି ଗୋଟେ ଗ୍ଲୋରିୟସ୍ ଚର୍ଚ୍ଚକୁ। ଯଦି ଆମ ଜୀବନରେ କିଛି ପାପ ଅଛି, ଦୋଷ ଅଛି, ଦୁର୍ବଳତା ଅଛି, ଏବେ ପ୍ରଭୁଙ୍କ ପାଖକୁ ଯିବା ଆଉ କହିବା ଲର୍ଡ ଆଇ ଏମ୍ ସରି। ଆସନ୍ତୁ ନିଜ ସ୍ଥାନରେ ଠିଆ ହେବା ଆଉ ପ୍ରାର୍ଥନା କରିବା। ସମସ୍ତେ ଆପଣ ଆପଣ ସ୍ଥାନରେ ଠିଆ ହେବା। ପ୍ରଥମରେ ଆମେ ନିଜ ପାଇଁ ପ୍ରାର୍ଥନା କରିବା। ସମସ୍ତେ ଯେଉଁମାନେ ବୟସ୍କ ଲୋକ ଅଛନ୍ତି ଦୟାକରି ହାତ ଧରି ଉଠାନ୍ତୁ ସେମାନଙ୍କୁ। ବହୁତ ସମୟ ହେଲା ବସିଛନ୍ତି, ଉଠି ପାରିବେ ନାହିଁ। ଉଠନ୍ତୁ, ପଦେ ପ୍ରାର୍ଥନା କରିବା ଆଉ ଆମେ ସମାପ୍ତ କରିବା ପାଇଁ ଯିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଗୋଟେ ସୁନ୍ଦର ଅବକାଶ ଦେଇଛନ୍ତି। ଆପଣଙ୍କ ଜୀବନରେ ପ୍ରଭୁ ଯୀଶୁ ଅଛନ୍ତି କି? ଆପଣଙ୍କ ହୃଦୟର ଦ୍ୱାର ଖୋଲି ଦିଅନ୍ତୁ। ଆପଣଙ୍କ ଜୀବନରେ ଅନେକ ବିଷୟ ଅଛି କିନ୍ତୁ ପ୍ରଭୁ ନାହାନ୍ତି, ଆଉ ପ୍ରଭୁ ନଥିବାରୁ ଆପଣଙ୍କ ଜୀବନରେ କିଛି ଭଲ ହଉନାହିଁ। କାରଣ ପ୍ରଭୁଙ୍କ ବିନା ଆପଣଙ୍କ ଜୀବନ ଭଲ ନଥିବ। ଆଉ ଆପଣଙ୍କ ପରିବାରରେ ଯୀଶୁ ଅଛନ୍ତି କି? ଆପଣଙ୍କ ପରିବାରରେ ଅନେକ ବିଷୟ ଅଛି, ଫ୍ରିଜ ଅଛି, ଟିଭି ଅଛି, ଏସି ଅଛି, କୁଲର ଅଛି, ସୁନା ଅଛି, ଭଲ ଖଟ ଅଛି, ଡାଇନିଂ ଟେବୁଲ ଅଛି, ଡ୍ରେସିଂ ଟେବୁଲ ଅଛି, ପ୍ରଭୁ ଅଛନ୍ତି କି? କୁହନ୍ତୁ ପ୍ରଭୁ ଆପଣ ମୋ ଘରେ ଆସନ୍ତୁ ପ୍ରଭୁ। କାରଣ ଯୀଶୁ ଯୋଉ ଘରକୁ ଯିବେ ସେ ଘରେ ପରିତ୍ରାଣ ପଳେଇ ଆସିବ। ଯୀଶୁ ଯକ୍ଷ ଘରକୁ ଯାଇ କହୁଛନ୍ତି ଆଜି ଏଇ ଘରେ ପରିତ୍ରାଣ ଆସିଯାଇଛି। ଆପଣଙ୍କ ଘରେ ଅନେକ ବନ୍ଧନ ଥିବ, ଅନେକ ସମସ୍ୟା ଥିବ, ଯୀଶୁ ଆସିଲେ ହିଁ ସମାଧାନ ହବ। ସେଦିନ ପିତର ଯୀଶୁକୁ ତାଙ୍କ ଶାଶୁ ଘରକୁ ଡାକି ନେଲେ। କଣ ପାଇଁ? ତାଙ୍କ ଶାଶୁ ପୀଡ଼ିତ ଥିଲେ, ଶଯ୍ୟାଶାୟୀ ଥିଲେ, ଆଉ ଯୀଶୁ ଗଲେ ହାତ ଧରି ଉଠେଇଲେ। କିଏ ଜାଣେ ଆଜି ଆପଣ ଯୀଶୁକୁ ଆପଣଙ୍କ ଘରେ ସ୍ୱାଗତ କଲେ ହୁଏତ ଆପଣଙ୍କ ଘରେ ବି ସୁସ୍ଥତା ଆସିଯିବ। ହୁଏତ ଅନେକ ଦିନ ହେଲା ଆପଣଙ୍କ ମଣ୍ଡଳୀରେ ଯୀଶୁ ନାହାନ୍ତି। ମିଟିଂ ଚାଲିଛି, ଆନୁଷ୍ଠାନିକ ସେବା ଚାଲିଛି, ଦାନ ସଂଗ୍ରହ ଚାଲିଛି, ଦଶମାସ ଦିଆ ଚାଲିଛି, ବର୍ଷ ପରେ ବର୍ଷ କର୍ମକର୍ତ୍ତା ବଦଳୁଛନ୍ତି, କିନ୍ତୁ ସେଇ କର୍ତ୍ତା ଅଛନ୍ତି କି? କର୍ମକର୍ତ୍ତା ଆସିବେ ଯିବେ, କିନ୍ତୁ ମଣ୍ଡଳୀର କର୍ତ୍ତା ପ୍ରଭୁ ଅଟନ୍ତି। He is the owner of the church. Jesus is the head of the church and he is the owner of the church. ଆଉ ସେ ଓନର କୋଉଠି ଅଛନ୍ତି? ଲାଉଦିଆକ ମଣ୍ଡଳୀରେ ବାହାରେ ଅଛନ୍ତି। ପ୍ରାର୍ଥନା କରି ସମର୍ପିତ ହେବା। ଭଉଣୀ ମାନେ ପ୍ରଭୁଙ୍କ ପାଖରେ କୁହ, ପ୍ରଭୁ ତୁମେ ମୋ ଘରକୁ ଆସ, ପ୍ରଭୁ ତୁମେ ମୋ ଜୀବନକୁ ଆସ ପ୍ରଭୁ। ପ୍ରଭୁ ଆମ ମଣ୍ଡଳୀ ପ୍ରଭୁ ଶୁଷ୍କ ହେଇଯାଇଛି, ଆମ ମଣ୍ଡଳୀରେ ଶାନ୍ତି ନାହିଁ ପ୍ରଭୁ, ଆମ ମଣ୍ଡଳୀରେ ଏକତା ନାହିଁ ପ୍ରଭୁ, ଆମ ମଣ୍ଡଳୀରେ ପ୍ରେମ ନାହିଁ ପ୍ରଭୁ, ଆମ ମଣ୍ଡଳୀରେ ସହାନୁଭୂତି ନାହିଁ ପ୍ରଭୁ। ଆମ ମଣ୍ଡଳୀକୁ ଆପଣ ଆସନ୍ତୁ। ପ୍ରାର୍ଥନା କରିବା ସମସ୍ତେ, କହିବା ପ୍ରଭୁକୁ, ପ୍ରଭୁ ଆପଣ ଦୟାକରି ମୋ ମଣ୍ଡଳୀକୁ ଆସନ୍ତୁ ପ୍ରଭୁ, ଖୋଲି ଦିଅନ୍ତୁ ଦ୍ୱାର। ଲାଉଦିକିଆ ମଣ୍ଡଳୀରେ ଯୀଶୁ ବାହାରେ ଅଛନ୍ତି, ଏ ଶେଷ କାଳର ମଣ୍ଡଳୀରେ ଯୀଶୁ ଅଛନ୍ତି କି ନାହିଁ ଜଣା ନାହିଁ। ଅନେକ କାର୍ଯ୍ୟକ୍ରମ ଚାଲିଛି, ବର୍ଷ ପରେ ବର୍ଷ ଚାଲିଛି, ଅନେକ ସଭା ସମିତି ଚାଲିଛି, ଯୀଶୁ କୋଉଠି ଅଛନ୍ତି? ଖ୍ରୀଷ୍ଟ ବିହୀନ ମଣ୍ଡଳୀ, ଖ୍ରୀଷ୍ଟ ବିହୀନ ବ୍ୟକ୍ତିତ୍ବ, ଖ୍ରୀଷ୍ଟ ବିହୀନ ପରିବାର ବିନଷ୍ଟ ହେଇଯିବ। ଯୋଉ ମଣ୍ଡଳୀରେ ଖ୍ରୀଷ୍ଟ ନାହାନ୍ତି, ସେଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମ ମନ୍ଦିରରୁ ବାହାରି ଗଲେ, ଆଉ ବାହାରି ଯାଇ ଗୋଟେ କଥା କହିଲେ, ଗୋଟିଏ ପଥର ଆଉ ଗୋଟେ ପଥର ଉପରେ ରହିବ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ଶୁଣନ୍ତୁ, ଯୋଉ ମନ୍ଦିରରୁ ଯୀଶୁ ବାହାରି ଯିବେ, ଯୋଉ ମଣ୍ଡଳୀରୁ ଯୀଶୁ ବାହାରି ଯିବେ, ସେ ଗୋଟେ କଥା କହୁଛନ୍ତି, ଗୋଟିଏ ପଥର ଆଉ ଗୋଟିଏ ପଥର ଉପରେ ରହିବେ ନାହିଁ। ଯେତେ ଦିନ ଯାଏ ଯୀଶୁ ଭିତରେ ଥିବେ ଚର୍ଚ୍ଚ ଥିବ, ନଚେତ ନଥିବ। ପ୍ରାର୍ଥନା କରିବା କି ଆଜି ଆମ ନିଜ ମଣ୍ଡଳୀ ପାଇଁ ମଧ୍ୟ ପ୍ରାର୍ଥନା କରିବା, ସାରିଙ୍ଗିର ଏହି ଗୋଲ୍ଡେନ ଜୁବଲି ସେଲିବ୍ରେସନ ପାଇଁ ମଧ୍ୟ ପ୍ରାର୍ଥନା କରିବା। କହିବା ପ୍ରଭୁ ଆମେ ସମସ୍ତେ ମିଳିତ ଭାବରେ ପ୍ରାର୍ଥନା କରୁଛୁ, ସେ ପୂର୍ବ ଗୌରବ ଫେରି ଆସୁ ପ୍ରଭୁ, ଇତିହାସ ପ୍ରଭୁ ପୁନରାବୃତ୍ତି ହଉ ପ୍ରଭୁ, ସେ ଗୌରବମୟ ଯୁଗ ପୁଣି ଫେରି ଆସୁ ପ୍ରଭୁ। 50 ବର୍ଷ କମ ନୁହେଁ ପ୍ରିୟ ଭାଇ ଭଉଣୀ ମାନେ, 50 ବର୍ଷ ଗୋଟେ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଅଟେ, ଗୋଟେ ଗୋଲ୍ଡେନ ମୁଭମେଣ୍ଟ ଅଟେ, ଆଉ ସେଇ ମୁଭମେଣ୍ଟକୁ ଆମେ ସେଲିବ୍ରେଟ କରୁଛୁ। ପ୍ରାର୍ଥନା କରିବା, ହାତ ଦୁଇଟି ସ୍ୱର୍ଗ ଆଡକୁ ଉଠେଇବା ସମସ୍ତେ, ଆଉ ସମର୍ପିତ ହେବା। କହିବା ତିନିଟା ବିଷୟ ପ୍ରାର୍ଥନା କରିବା, ପ୍ରଭୁ ଆପଣ ମୋ ଜୀବନକୁ ପୁଣି ଥରେ ଆସନ୍ତୁ, ଆପଣଙ୍କ ଜୀବନରେ ଥିବା ଅପରିଷ୍କାର ବିଷୟକୁ